ଏ ଐତିହାସିକ ରାଲିକୁ ଭଣ୍ଡୁର କରିବା ପାଇଁ ଗୋଟେ ମନୁବାଦୀ ବ୍ରାହ୍ମଣବାଦୀ ପାଗଳଟା ପୁରା ଯଥେଷ୍ଟ ଯୋଜନା କରିଥିଲା, ଧମକେଇଲା। ଯଦି ଏ ରାଲିକୁ କିଏ ଆସିବ ତାକୁ ସିଏ ମାଡ଼ ମାରିକି ହସ୍ପିଟାଲ ପକେଇଦବ। ଅନିଲ ମଲ୍ଲିକର କଥାରେ ପଡି ଯୋଉ ନୀଳ ବେଙ୍ଗ ମାନେ କାଲି ଭୁବନେଶ୍ୱର ଆସୁଛ, ସେ ସମସ୍ତଙ୍କୁ ମୁଁ ଗୋଟେ କଥା ଅନୁରୋଧ କରିବି, କ୍ଲିନ୍ ଆଣ୍ଡ କ୍ଲିୟର। ଯଦି ହେଲ୍ଥ ଇନ୍ସୁରାନ୍ସ ଅଛି ତାହେଲେ ଭୁବନେଶ୍ୱର ଆସ। ମୋହନ ଭାଗବତ ବି ବାବା ସାହେବଙ୍କୁ ନତମସ୍ତକ ହୁଅନ୍ତି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମସ୍ତେ। ତୁ କଣ କହୁଥିଲୁ? ବିଏନ ରାଓ ଲେଖିଛି ସମ୍ବିଧାନ। ତୋ ସହିତ ଗପିଲେ ବି, ପାଗଳକୁ ଜବାବ ଦେଲେ ବି ଲୋକ ଆମକୁ ଖରାପ ଭାବିବେ, ବୁଝିଲୁ? ଚାଲ ପାଗଳ କୋଉଠିକାର। ଜୟ ଭୀମ। ଗତକାଲି ବହୁଜନ ସମାଜର ଐତିହାସିକ ରାଲିରେ ସାମିଲ ହୋଇଥିବା ପ୍ରତ୍ୟେକ ଛାତ୍ର, ଯୁବକ, ମହିଳା, ବୁଦ୍ଧିଜୀବୀ ସମସ୍ତଙ୍କୁ ହୃଦୟରୁ କ୍ରାନ୍ତିକାରୀ ଜୟ ଭୀମ, ଜୟ ସମ୍ବିଧାନ। ଏ ଐତିହାସିକ ରାଲିକୁ ଭଣ୍ଡୁର କରିବା ପାଇଁ ଗୋଟେ ମନୁବାଦୀ ବ୍ରାହ୍ମଣବାଦୀ ପାଗଳଟା ପୁରା ଯଥେଷ୍ଟ ଯୋଜନା କରିଥିଲା, ଧମକେଇଲା। ଯଦି ଏ ରାଲିକୁ କିଏ ଆସିବ ତାକୁ ସିଏ ମାଡ଼ ମାରିକି ହସ୍ପିଟାଲ ପକେଇଦବ। ଏ କଥା ଯୋଉମାନେ କୁହନ୍ତି ତାଙ୍କର ମାନସିକ ହାଲତକୁ ଟିକେ ଜଜ୍ କରନ୍ତୁ। ପାଗଳ ଗୁଡାକ କୁହନ୍ତି, କାରଣ ଯିଏ କିଛି କରିପାରିବ ସେ କେବେ କହିବ ନାହିଁ। ଆମେ କହିଥିଲୁ ଯେ ହଜାର ହଜାର ସଂଖ୍ୟାରେ 30 ଜାନୁଆରୀ ଲୋକ ଆସି ଆମେ କହିଥିଲୁ ଆମ ମାନଙ୍କର ସ୍ୱାଭିମାନ, ସମ୍ମାନ, ଅସ୍ମିତା ଲଢେଇ ପାଇଁ, ବାବା ସାହେବଙ୍କ ସମ୍ମାନ ପାଇଁ 30 ଜାନୁଆରୀ ଭୁବନେଶ୍ୱର ଚାଲ। ଆମେ ତ ନାରା ଦଉଥିଲୁ। ପାଗଳ କିଏ ହଉଥିଲା? ଆରେ ଯିଏ ଆସିବ ତାକୁ ଆମେ ବାଡେଇ ଦବୁ, ମାରିଦବୁ, କାଟିଦବୁ, ହେଲ୍ଥ ଇନ୍ସୁରାନ୍ସ ଆଣିକି ଆସ। କିଏ କହୁଥିଲା? ଆମେ କହିଥିଲୁ। ଆମକୁ କହିଲା, ଚ୍ୟାଲେଞ୍ଜ ଦେଲା ଯେ ତୋ ଘର ଭାଙ୍ଗିଦେବି, ତୋ ଘରେ ପଶିଯିବି, ତୋ ମାଆକୁ ଯାଇକି ପଚାରିବି। ଭିଡିଓ ଦେଖା, ମୋ ମା ସହିତ କୋଉଠି ଭିଡିଓ କରିଛି? କୋଉଠି ଆମ ଘରେ ପଶିଯାଇଛି ଭିଡିଓ ଦେଖା? କୋଉଠି ଘର ସାମ୍ନାରେ ଲାଇଭ୍ କରିଛି ଭିଡିଓଟା ଦେଖା? ଦୂରରୁ ଯାଇକି ଜୁମ୍ କରି ଦେଖଉଛି, ଜୁମ୍। ତା ସହିତ ଗୋଟେ ଆଉ ଗୋଟେ ପାଗଳଟା ଯାଇଥିଲା, ସେ କଣ କହୁଛି? ତାର ଗୋଟେ ପୋଷା କୁକୁର ଯାଇଥିଲା ତା ସହିତ, ତାକୁ ଜୁମ୍ କରି ଦେଖ ଦେଖ ଅନିଲ ମଲ୍ଲିକ ଘର ଏଟା, ଜୁମ୍ କରି ଦେଖଉଛି। ଜୁମ୍ କାହାକୁ ଦେଖାନ୍ତି? ଯିଏ ହାତରେ ଆସିପାରେ ନାହିଁ, ତା ପାଖକୁ ଯାଇପାରେ ନାହିଁ, ସେ ଦୂରରୁ ତାକୁ ଜୁମ୍ କରି ଦେଖାଏ। ଦେଖ ଦେଖ ଜୁମ୍ କରି ଦେଖ ଅନିଲ ମଲ୍ଲିକ ଘର। ପାଗଳ କିଏ? କଣ କହିଥିଲା? ଘରକୁ ଯିବି, ଘର ସାମ୍ନାରେ ଯାଇକି ଲାଇଭ୍ କରିବି, ଘରେ ପଶିଯିବି, ଘର ଭାଙ୍ଗିଦେବି। ପୁଣି କହିଲା 1 ଏକର ଜାଗାରେ ଘର କରିଛି। ତା ପରଦିନ ସେଦିନ କହିଲା 5000 ସ୍କୋୟାର ଫିଟରେ ଘର କରିଛି। ପାଗଳ କିଏ? କହିଲା 3 ଦିନ ଭିତରେ ଫୁଲବାଣୀ ଯୋଉ ଝିଅ କଥା କହୁଥିଲା ତାକୁ ଆଣି ବସେଇଦେବି। ପାଗଳ କିଏ? ଯାହାର କଥା ଆଉ କାମ ଭିତରେ ଅନ୍ତର ଥାଏ ତାକୁ ପାଗଳ ବୋଲି କୁହନ୍ତି। କହିଲା ପୋଲିସକୁ ସାମ୍ନାକୁ ନେଇଗଲା। ଆରେ ଭାଇ, ତୁ କୁଆଡେ ହିନ୍ଦୁ ସମ୍ରାଟ, କୁଆଡେ ହିନ୍ଦୁ ମାନଙ୍କର? ଏଠି ସରକାର ହିନ୍ଦୁ ସମାଜର, ଏଠି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଆରମ୍ଭ କରି ସମସ୍ତେ ହିନ୍ଦୁ, ପୋଲିସ ବି ହିନ୍ଦୁ। ତୁ ଯାହାଙ୍କ କଲର, ଚୁଟି ଯୋଉ କଲରକୁ ନେଇକି ଯୋଉ କଟାକ୍ଷ କରୁନୁ କି, ସିଏ ବି ଜଣେ ବ୍ରାହ୍ମଣ। ତତେ କାହିଁ ଅଟକେଇଲେ? ଏ ଦେଶରେ ମନୁସ୍ମୃତିର ଆଇନ ନୁହେଁ, ଆମ ବାବା ସାହେବଙ୍କର ସମ୍ବିଧାନ ଆଧାରରେ ଆଇନ ଚାଲୁଛି, ଆଇନ ପରିଚାଳନା ହଉଛି। ତୋର ତ ଦମ ଥିଲେ ତୁ ତ ଏତେ କାଢୁଆ ଟାଇପ କହୁଛୁ ସାମ୍ନାକୁ ପଳେଇ ଆସ, ଏମିତି କରିଦେବି ସେମିତି କରିଦେବି। ପୁଲିସ ବାଡେଇକି ସାମ୍ନାକୁ ଆସିବୁ, ତୋ ଦମ ଦେଖିଥାନ୍ତେ। ତୁ ଗୋଟେ ଏପର ଛୁଆ ଆମେ ଦେଖିଥାନ୍ତୁ। ପୁଲିସ ବାଡେଇକି ଆସିଲୁ ସାମ୍ନାରେ, ଓ ବାଡେଇ ପାରିବନି। କାହିଁ କହିଲୁ? ଏ ଦେଶରେ ମନୁସ୍ମୃତି ଚାଲୁନି, ଆମ୍ବେଦକରଙ୍କ ସମ୍ବିଧାନ ଚାଲିଛି। ତୋ ଅବସ୍ଥା, ତୋ ପଛପଟ ପୁରା ନାଲି କରିଥାନ୍ତି ପୋଲିସ ବାଲା। ବାଡେଇ କହିଲୁନି ପୋଲିସ ବାଲାଙ୍କୁ, ଦେଖିଥାନ୍ତି ତୋର କେତେ ଅକାତ, କେତେ ଦମ ତୋର। ପୋଲିସ ବାଡେଇ ପାରିବନି, ନାଇଁ? କାହିଁ କହିଲୁ? ସେତେବେଳେ ଆଇନକୁ ପ୍ରବଳ ଭୟ ତୋର, ପ୍ରବଳ ପ୍ରବଳ। ଫେସବୁକରେ ଶୋଧି ଦଉଛୁ, ସବୁ କେସ୍ ହଉଛି।
କୋର୍ଟ ଦେଖିବୁ କେମିତି କାନ୍ଦିବୁ। ଯୋଉ ଦମ୍ଭରେ ଯୋଉ ଦର୍ପ ଯୋଉ ମାନେ ଜିମ୍ କରିକି ଇଏ କରି ଦେଖ ମୁଁ କେଡେ ବଡ ବାହୁବଳୀଟା, ମୁଁ ଏମିତି କହିଦଉଛି ଅନିଲ ମଲ୍ଲିକ ଆଉ ତା ଟିମ୍କୁ ସମସ୍ତେ ଏମିତି କହିଦଉଛି, ଦେଖ ମତେ ଲୋକମାନେ କହେ ବହୁତ ବଡ ବାହୁବଳୀଟା। ତାହେଲେ କୋର୍ଟକୁ ଯିବୁ ନା ମୂଷା ଏଇ ଯୋଉ ମୂଷା ଏମିତି ହାତ ଯୋଡି ଠିଆ ଆଉ ଏମିତି ହାତ ବି ଭାଙ୍ଗି ପାରିବନି କି ଏମିତି ଅଣ୍ଟାରେ ହାତ ଦେଇପାରିବନି, ଏମିତି ଏମିତି ଯୋଉ ଦେଖଉନି କି ସେମିତି ଦେଖେଇ ପାରିବନି। ମୂଷା ଏଇ ଯୋଉ ମୂଷା, ବୁଝିଲୁ, ହଉଛି ଆମ୍ବେଦକରଙ୍କ ପାୱାର। ଆଉ ଯୋଉ କହୁନୁ ଦେଖ ଦେଖ ତୁ ମତେ କୋଉ ଲେଭେଲକୁ ନେଲୁଣି ଦେଖ କହିଦଉଛି। ଲୋକମାନେ ତଳେ ନବୀନ ପଟ୍ଟନାୟକକୁ ଘେରାଉ କରିବାକୁ ଯାଆନ୍ତି ନା ନାଇଁ? ସାମ୍ନାକୁ କିଏ ଆସେ? ପୋଲିସ ମାନେ ଆସି ଅଟକାନ୍ତି। ତାଙ୍କ ଭିତରେ କେହି କହିନାହାନ୍ତି ଦେଖ ନବୀନ ପଟ୍ଟନାୟକ ଡରିଗଲା, ପୋଲିସ ସାମ୍ନାକୁ ନେଇ ଆସିଲା, ନବୀନ ପଟ୍ଟନାୟକ ଗୋଟାଏ ପରେ ଛଅ ସାମ୍ନାକୁ ପଳେଇ ଆସୁ ସମସ୍ତେ ଲଢି କିଏ କୁହନ୍ତି? କାହିଁକି କହନ୍ତିନି କହିଲୁ? ତୁ ସେମିତି ପୋଷା କୁକୁର ଏଇ 350 ଟଙ୍କାରେ କିଛି ଲୋକଙ୍କୁ ଧରି ଆଣିଥିଲୁ, ସେମାନଙ୍କୁ ନେଇକି ଯାଇଥିଲୁ। ତୁ ଯେତିକି ଲୋକ ଆଣୁଥିଲୁ ତାର 3 ଗୁଣା ମୋ ଘରେ ମୋ ଭାଇମାନେ ଥିଲେ। ପଚାରି ଦବୁ ପୋଲିସ ବାଲାଙ୍କୁ, ପଚାରି ଦବୁ। ଆଉ ତୁ ଯୋଉ ଚାମଚା ଗୁଡା ନେଇନଥିଲୁ ତା ପଚାରି ଦବୁ। ତୁ ଯୋଉ ଚାମଚା ତତେ ଡାକିଥିଲା ତା ପଚାରି ଦବୁ। ମୋ ଘରେ ମୋ ଭାଇମାନେ କେତେ ଜଣ ଥିଲେ। ଖାଲି ଇସାରା ଦେଇଥାନ୍ତି ତ ଅବସ୍ଥା ଢିଲା କରିଥାନ୍ତେ। ଆମେ ଯେହେତୁ ଆଇନକୁ ମାନୁଛୁ ସେଥିପାଇଁ ସେଠି କୌଣସି ପ୍ରକାର ଅପରୀତିକର ସ୍ଥିତି ନ ହଉ ସେ ବ୍ୟବସ୍ଥା କରିଥିଲୁ। କାରଣ ମୋ ଗାଁରେ କୌଣସି ଲ ଆଣ୍ଡ ଅର୍ଡର ସିଚୁଏସନ ନ ହଉ ସେଇଟା ମୁଁ କରିଥିଲି। ପଚାରୁ ତତେ ଯେ ଡାକିଥିଲା ତା ପଚାରୁ ତା ଗାଁରେ ତାର ଔକାତ କଣ, ତା ଗାଁ ଲୋକ ତା କଣ କହୁଛନ୍ତି। ଆଉ ଥରେ ତତେ ଡାକି ଦେଖାଉ ସେ ଗାଁକୁ, ତୋ ଅବସ୍ଥା ଲୋକ କଣ କରିବେ? ତୋ ଅବସ୍ଥା ତ ଯେମିତି ପଛରେ କୁକୁର ଗୁଡାକୁ ନେଇକି ଚାଲିଥିଲୁ ତୋ ଅବସ୍ଥା କଣ କରି ଦେଖିବୁ। ଆବେ ଯିଏ ଭୁକେ ସେ କାମୁଡେନି, ଯୋଉ କୁକୁରଟା ଭୁକେ ସେ କାମୁଡେନି। ତୁ ଯୋଉ ଭାବିଥିଲୁ 27 ତାରିଖ ଦିନ ତତେ ଆମେ ଗଣ୍ଡଗୋଳ କରିଦେବୁ, ତୁ 30 ତାରିଖ ଦିନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିଦେବୁ। 30 ତାରିଖ କାର୍ଯ୍ୟକ୍ରମ ତୁ ପାଗଳା ହେଇଗଲୁ, କହିଲୁ ହେଲ୍ଥ ଇନ୍ସୁରାନ୍ସ ନେଇକି ଆସ। କାହିଁ ସାମ୍ନାକୁ ଆସିପାରିଲୁନି? କାହିଁ ସେଦିନ ତ ଆମେ କୋଉ ପୋଲିସକୁ ଆମେ ସାମ୍ନା କରୁନଥିଲୁ। ଆମେ ସାମ୍ବିଧାନିକ ପଦ୍ଧତିରେ ରାଲି କରିଥିଲୁ। ପୋଲିସ ତୁମମାନଙ୍କୁ ଆମଠାରୁ ସୁରକ୍ଷା ଦେଇଥିଲା। ପଚାରିଦେବୁ ଆମେ ଯେତିକି ଥିଲୁ ପାଦରେ ଫୁଟବଲ କରି ଖେଳିଥାନ୍ତୁ, ଫୁଟବଲ କରିକି। ଆଉ ଯୋଉ ଦମ୍ଭ ଦେଖଉନୁ ଆସିଲୁନି। ଆଉ ଗୋଟେ ଏରା ଗେରାକୁ କାହିଁ ଆମ ଭିତରୁ ପଠେଇଦେଲୁ? ତୁ ନିଜେ ଆସିଲୁ ତା ବଦଳରେ। ଦେଖିଥାନ୍ତୁ ତୁ କେତେ ବଡ ବାହୁବଳୀଟା। ତୁ ପାଗଳ ହେଇଗଲୁଣି, ସେ ରାଲି ଦେଖିକି ତୁ ବାୟା ହେଇଗଲୁଣି। ଆମେ କହିଦେଇଛୁ ଆଜି RSS ର ମୁଖିଆ ମୋହନ ଭାଗବତକୁ ତତେ ନେଇ ତୁରନ୍ତ ପାଗଳଖାନାକୁ ଯା, ନହେଲେ ତୁ କାମୁଡି ପକେଇବୁ। ତୁ ଏବେ ତ କାମୁଡିବାକୁ ଗୋଡଉଛୁ ଲୋକଙ୍କୁ, ଆଉ କିଛି ଦିନ ପରେ କାମୁଡି ପକେଇବୁ ସମସ୍ତଙ୍କୁ। ତୁ RSS ଶାଖାକୁ ଯାଇଥିଲୁ, ଚନ୍ଦ୍ରଶେଖପୁରରେ ପଛରେ ଆଡେ ବସିଥିଲୁ, ସେଇଠି ବି କାମୁଡି ପକେଇବୁ ଲୋକଙ୍କୁ। କାରଣ ତୁ କାମୁଡା କୁକୁର ହେଇଗଲୁଣି। କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲାବାସୀକୁ କ୍ଷମା ମାଗିଥିଲୁ। ଢେଙ୍କାନାଳବାସୀ ବି ଆସିଥିଲେ ଆମ ସହିତ, ବୁଝିଲୁ। ଢେଙ୍କାନାଳବାସୀଙ୍କୁ ତୁ କ୍ଷମା ମାଗିଥିଲୁ। ପୁଣି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ଯାଇଥିଲୁ, ସେଠି କ୍ଷମା ମାଗିଥିଲୁ। କଣ କହୁଥିଲୁ? ଆମେ ମନୁସ୍ମୃତି ନାକ ରଗଡେଇବୁ ଆମ୍ବେଦକରଙ୍କୁ, ଆମେ ମନୁସ୍ମୃତି ନାକ ରଗଡେଇବୁ। ତୁ କିଏ ନାକ ରଗଡଉଛି? ତୋ ଭାଇମାନଙ୍କୁ ପଚାର। ତୋ ପଛରେ ଯୋଉ 350 ଟଙ୍କିଆ ବୁଲା କୁକୁର ଗୁଡାକୁ ବୁଲଉନୁ ତାଙ୍କୁ ପଚାରିବୁ କିଏ ନାକ ରଗଡେଇଛି। ଆରେ ତୁ ବା ସେଇ ଯିଏ କହୁଥିଲା ସମ୍ବିଧାନ BN ରାଓ ଲେଖିଛି, ଆମ୍ବେଦକର ଲେଖିନାହାନ୍ତି। ଆଉ ପୁଣି ସମ୍ବିଧାନ ସୁରକ୍ଷାରେ BN ରାଓ ଫଟୋ କୁଆଡେ ଗଲା ରେ ବାବୁ? ବଦ୍ଧ ପାଗଳ ତୁ ଗୋଟେ। ତୋ କଥା ତୋ କାମ ଆକାଶ ପାତାଳ ଫରକ। ତୁ କଣ କହୁ ନିଜେ ବୁଝଉନି, ତୁ କଣ କରୁ ନିଜେ ବି ବୁଝଉନି। କାରଣ ପାଗଳଙ୍କର ବଡ ଉପାଧି। ତତେ ତୁରନ୍ତ ତୋ RSS ମୁଖିଆ ମୋହନ ଭାଗବତ କହି ତୁରନ୍ତ ହେଇକି ରାଞ୍ଚିରେ ଆଡମିଟ୍ ହେଇଯା, ନହେଲେ ତୁ କାମୁଡି ପକେଇବୁ ସମସ୍ତଙ୍କୁ। ବୁଝିପାରୁଛୁ? ତୁ ନିଜେ ଆଡମିଟ୍ ନ ହବୁ ଲୋକ ତୋ ଭାଇମାନେ ନେଇକି ତତେ ନେଇକି ଆଡମିଟ୍ କରେଇଦେବେ। BN ରାଓ ସମ୍ବିଧାନ ନିର୍ମାତା କହୁଥିଲୁ, ଆମ୍ବେଦକରଙ୍କୁ ଢାବା ସାହେବ କହି ଗାଳି ଦଉଥିଲୁ। ଏବେ ପୁଣି ଆମ୍ବେଦକରଙ୍କ ଫଟୋ, ଆମ୍ବେଦକର ସେନା। କିଏ ପାଦରେ ଆସି ପଡିଲା ରେ? କିଏ ନାକ ରଗଡ଼ିଲା ଆମ୍ବେଦକରଙ୍କ ପାଖରେ? କିଏ ଆମ୍ବେଦକରବାଦୀଙ୍କ ପାଖରେ ନାକ ରଗଡ଼ିଲା? ପଚାର ମନକୁ।
ଆମ୍ବେଦକର ସେନା। ବାବା ସାହେବଙ୍କ ପାଦ ତଳେ ସମସ୍ତେ ପଡ଼ନ୍ତି। ମୋହନ ଭାଗବତ ବି ବାବା ସାହେବଙ୍କୁ ନତମସ୍ତକ ହୁଅନ୍ତି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମସ୍ତେ। ତୁ କଣ କହୁଥିଲୁ? ବିଏନ୍ ରାଓ ଲେଖିଛି ସମ୍ବିଧାନ। ତୋର ଯୋଉ ବ୍ୟାନର ମାରିଥିଲୁ ତ ଚାମଚା ମାନଙ୍କୁ ଧରିକି ଠିଆ ହେଇଥିଲୁ ବ୍ୟାନର ଧରିକି, ସେଠି ବିଏନ୍ ରାଓ ଫଟୋ ଥିଲା। ଅବେ ଏଇଥିରୁ କଣ ତ ଅକାର ସ୍ପଷ୍ଟ ନୁହଁ? ତତେ ତୋ ସହିତ ଗପିଲେ ବି, ପାଗଳକୁ ଜବାବ ଦେଲେ ବି ଲୋକ ଆମକୁ ଖରାପ ଭାବିବେ। ବୁଝିଲୁ? ଚାଲ ପାଗଳ କୋଉଠିକାର।